ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁସୁରୀଠାରେ ବହୁ ଆଡମ୍ବରର ସହ ରଥଯାତ୍ରା ପାଳନ ହୋଇଯାଇଛି। ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ସକାଳ 7 ଘଣ୍ଟିକା ଠାରୁ ଆରମ୍ଭ କରି ମଧ୍ୟାହ୍ନ 12 ଘଣ୍ଟିକା ପର୍ଯ୍ୟନ୍ତ ତିନି ଠାକୁରଙ୍କ ନୀତି ହୋଇଥିଲା ପରେ ଅପରାହ୍ନ 3:30ଟା ପରେ ଧାଡ଼ି ପହଣ୍ଡିରେ ତିନି ଠାକୁର ରଥକୁ ବିଜେ କରିଥିଲେ। ପରେ ଛେରା ପହଁରା ହୋଇଥିଲା ଏବଂ 5ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରାୟ ରାତ୍ରି 8 ଘଣ୍ଟିକା ସମୟରେ ରଥ ମାଉସୀମା ମନ୍ଦିରରେ ପହଞ୍ଚିଥିଲା। ପ୍ରାୟ 10,000ରୁ ଉର୍ଦ୍ଧ୍ୱ ଲୋକ ବର୍ଷାକୁ ଖାତିର ନ କରି ସମାଗମ ହୋଇ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା। ଭଦ୍ରକରୁ ସ୍ମୃତିରଞ୍ଜନ ଦୁବାଇଙ୍କ ରିପୋର୍ଟ, ଟାଇମ୍ସ 1 ଓଡ଼ିଆ।